ହେଇଟି ତମେ ଏଇଠି ବସିଛ କି? ଶୁଣ ମୁଁ ଟିକେ ଯାଉଛି ଗାଁ ଆଡ଼ୁ ବୁଲି ଆସେ। ତମେ ଟିକେ ଘରେ ଜଗିଥିବ। ବାଡ଼ିରେ ଗାଈ ପଶିକି ସବୁ ଗଛ ଖାଇଯିବ। ତମେ ଜମା ବ୍ୟସ୍ତ ହବନି। ମୁଁ ଗଲି ଆଉ ଆଇଲି ହେଲା। ତମେ ଏଇଠି ବସିଥିବ, ଘରେ ଥିବ। ଆରେ ମୋ ମାଇକିନା ସବୁବେଳେ କୁଆଡ଼େ ଯାଉଛି, ମୁଁ ଟିକେ ତାକୁ ନଜର ରଖିବାକୁ ପଡ଼ିବ। ଆଜି ମୁଁ ତାକୁ ଦେଖିବି, ସେ ମାଇକିନା କୁଆଡ଼େ ଯାଉଛି। ଡେଲି ପଳେଇ ଯାଉଛି ଗାଁ ଆଡ଼େ, କ'ଣ ଅଛି ତାକୁ ଜଗିବାକୁ ପଡ଼ିବ। ଦେଖିବା ସେ କୁଆଡ଼େ ଯାଉଛି। ଆଲୋ ରାଧା, ଆଲୋ ରାଧା, ତୋର ସବୁ କାମ ସରିଲାଣି ନା ନାହିଁ? ଏଠି ଠିଆଟା ହେଇଛୁ କ'ଣ ପାଇଁ ବା? ଆଲୋ ତୋର କିଛି ହେଇଛି କିଲୋ? ହଁ ଲୋ ନାନୀ, କାମ ସବୁ ସରିବା ପରେ। ହଁ ଆଉ ଟିକେ କ'ଣ ଇଆଡ଼ୁ ସିଆଡ଼ୁ ରହିଯାଇଛି ଆଉ। ଆଲୋ ରାଧା, ତୁ ଗୋଟେ କଥା ଜାଣିଥିଲ ନା ନାହିଁ? ଆଚ୍ଛା, ମୋ ମାଇକିନା ତାହେଲେ ଏଇଠି ଆସିକି ଗପ ମାରୁଛି ନାଇଁ? ମତେ ଘରେ ଜଗେଇ ଦେଇକି ସେ ଏଠି ଆସିକି ଗପ ମାରୁଛି। ରଲୋ ସାଇ, ତୋ କଥା ମୁଁ ଆଜି ବୁଝୁଛି। କ'ଣ ଲୋ ନାନୀ, କି କଥା ବା? ଆଲୋ ସେଇ ଯୋଉ ପଡ଼ୋଶୀ ଘର ସବିତା ନୁହେଁ, ତାର ଯୋଉ ଝିଅ ଗୋଟେ ନଥିଲା, ସିଏ ନୁହଁ କାଲି ରାତିରେ ଟୋକା ସାଙ୍ଗରେ ପଳେଇଛି। ସତରେ ନା କ'ଣ ବା? ସେ କାହା ପୁଅ ସହିତ ଯାଇଛି କି ନାନୀ? ଆଲୋ ମୁଁ ଠିକରେ ଜାଣିନି ଲୋ। ଶୁଣ, ତୁ କାହାକୁ କହିବୁନି। ସେ ବା କାଳେ 5 ବର୍ଷ ହେଲା ତାକୁ ଭଲ ପାଇଥିଲା। ଆଲୋ କହୁ କହିଦେଲି, ତୁ କାହାକୁ କହିବୁନି ହେଲା। ତତେ ମୋ ରାଣ, ତୁ କହିବୁନି। ନାଇଁ ତ ନାନୀ, ମୁଁ କାହିଁକି କାହାକୁ କହିବି? ମୋର ତ ଘର କାମ ସରୁନି, ମୁଁ ସିନା କାହା ପାଖକୁ ଗଲେ କାହାକୁ କହିବି? ଆଲୋ ହେଇଲୋ ପଚାତି ମାଇକିନା, କ'ଣ କହୁଥିଲୁ? ତମେ ଘର ଜଗିଥିବ ନାଇଁ? ତୁ ଆସିକି ଏଠି ଗାଁ ମାଇକିନାଙ୍କ ଗପ ଗପୁଛୁ। ଆରେ ତମେ ଏଠି କ'ଣ କରୁଛ? ତମକୁ ବା ମୁଁ ଘର ଜଗେଇ ଦେଇକି ଯାଇଥିଲି। ତମେ ଏଠି କ'ଣ କରୁଛ? ମୁଁ ଘର ଜଗିବି, ତୁ ଆସିକି ଏଠି ଗାଁରେ ବୁଲିବୁ। ଶାଳି ମୋର। କ'ଣ ହେଲା? ଏ ବାଟ ମଝିରେ ଆସିକି ତମେ ମତେ ଏମିତି ଗାଳି ଦଉଛ? ଅନେଇଲ, ତମ ତଣ୍ଟିକି ଚିପି ଦେମି। ଘରକୁ ଚାଲ, ତମ କଥା ମୁଁ ବୁଝୁଛି। ଚାଲ ଚାଲ, ତମକୁ ଆଜି ମୁଁ ମଜା ଚଖଉଛି, ଚାଲ। ଗଲା ଲୋ, ଏ ଭାଇନା ଆସିକି ଦେଖିଦେଲେ। କ'ଣ ହବ କେଜାଣି ତାଙ୍କ 2 ଜଣଙ୍କ ଭିତରେ ଆଜି?